ମତେ ଯେତେବେଳେ 10-15 ମିନିଟ୍ ପରେ ନେଇକି ଗଲେ ସେତେବେଳେ ତାକୁ ତା ହାତକୁ ବାନ୍ଧୁଥିଲେ ତା ଗୋଡକୁ ବାନ୍ଧୁଥିଲେ ଯେତେବେଳେ ବାନ୍ଧୁଥିଲେ ସେତେବେଳେ ମତେ ବି ସେଠୁ ଚିହିଁକି ଗଲେ ଲୋକ ବାଉଁଶ ଭଳିଆ ଧରିକି କହିଲେ ମାନେ ସୋଦାଦି କରିକି ପୁରା ମତେ କହିଲେ କି ଆକୁ ବାଡାଅ ନା ନା ମୁଁ ଛଡେଇବାକୁ ଯାଇନି। ମୁଁ ଯଦି ଛଡେଇବାକୁ ଯାଇଥାନ୍ତି ତାହେଲେ ସେଠି ଯୋଉ ଝିଅକୁ ବାଡେଇଛନ୍ତି ସେ ଆଗରେ ତାକୁ ଯଦି ବାଡେଇଲେ ମତେ ବି ବାଡେଇକି ସେଠି ମତେ ଶୁଆଇ ଦେଇଥାନ୍ତେ ଆଜି ମାନେ ମୋ ବି ବଢି ଯାଇଥାନ୍ତା ଆଜି। ଠିକ ଅଛି ତ ସିଏ କଣ ହେଇଛି ନା ସେଠି ସେ ଟାଇମରେ ସେଠି ମତେ ଯେତେବେଳେ ମୁଁ ତାଙ୍କୁ ଯେତେବେଳେ କହିଲି କି ମାନେ ମୋର କଣ ଦୋଷ ସେ ମୋ ହାତ ଗୋଡକୁ ଯେତେବେଳେ ବାନ୍ଧିବାକୁ ଆସିଲେ ସେ ଯୋଉ 5-6 ଜଣ ଷ୍ଟାର୍ଟିଂରୁ ଦେଖିଛନ୍ତି ସେମାନେ ମତେ ପ୍ରୋଟେକ୍ଟ କଲେ। ସେମାନେ ପ୍ରୋଟେକ୍ଟ କରିକି ମତେ କହିଲେ କି ଆର କିଛି ଦୋଷ ନାହିଁ ସେଇ କେବଳ ଗୋଟେ ଦୋଷ ତାକୁ ପିସିଆର କୁ ଡାକ ଆକୁ ପିସିଆର ସହିତ ଦେଇଦବା। ତ ପିସିଆର କୁ ଡକା ହେଲା। ପିସିଆର କୁ ଡକା ହେଲା ପରେ 2 ଜଣ ପିସିଆର ଆସିଲେ 2 ଜଣ ଜେଣ୍ଟସ ଆସିଲେ ଗୋଟେ ଲେଡିସ୍ ଆସିଲେ। ସେମାନେ ସବୁ ୟୁନିଫର୍ମ ଥିଲେ ସେମାନେ ଆସିଲେ ଲେଖା ପଢା କଲେ। ଲେଖା ଲେଖି କଲା ଭିତରେ ସେମାନେ ଲେଖୁଛନ୍ତି ମତେ ପଚାରୁଛନ୍ତି କି ତୋ ନାଁ କଣ ତା ନାଁ କଣ ତା ବାପା ନାଁ କଣ ତୋ ବାପା ନାଁ କଣ ତୋର ଘର କୋଉଠି ସେ ବାଗେରା ସବୁ ଲେଖୁଛନ୍ତି। ତା ଭିତରେ ତାକୁ ବାଡିଆ ଚାଲିଛି ପୋଲିସ ଥିବା ଅବସ୍ଥାରେ ବି ପୋଲିସ ଆଜ୍ଞା 20-25 ଭିତରେ 11-20-25 ଭିତରେ ଆଜ୍ଞା। ତ 11-20-25 ଯେତେବେଳେ ତାକୁ ବାଡିଆ ବାଡି କଲେ ଯେତେବେଳେ ସବୁ ଲୋକମାନେ ମାନେ ଘେରି ଯାଇଛନ୍ତି ତାକୁ ପୋଲିସ ବି ଦେଖୁଛନ୍ତି ପୋଲିସ ବି ମାନେ ପୋଲିସକୁ ଆଗରେ ଯେତେବେଳେ ବାଡଉଛନ୍ତି ତାପରେ ସେଠୁ କଣ ହେଲା ନା ଏସଆଇ ଆସିଲା। ପିସିଆର ଡକେଇଲା ଏସଆଇ କଣ କରୁଛି ବିନା ୟୁନିଫର୍ମ ରେ ଆସିଛି। ଏସଆଇ ହେଇଛି କି କଣ ସେ ଅରୁପ ସାର୍ ତାଙ୍କ ନାଁ ହେଲା କି ତାଙ୍କ ନାଁ ମୁଁ ଯେତିକି ଜାଣିଛି ଶୁଣିଛି ଥାନାରେ ବାଡେଇଛନ୍ତି ତାକୁ ପିସିଆର ଷ୍ଟାଫ ପ୍ରେଜେନ୍ସ ରେ ତାକୁ ବାଡେଇଛନ୍ତି। ଦେନ୍ ସେ ଯୋଉ ଏସଆଇ ସାର୍ ଆସିଲେ ବିନା ୟୁନିଫର୍ମ ରେ ଯେତେବେଳେ ରୋକିଛନ୍ତି ଲୋକମାନଙ୍କୁ ସେତେବେଳେ ବି ତାକୁ ବାଡେଇଛନ୍ତି। ବାଡେଇଲା ଭିତରେ ସେ କଣ ହେଇଛି ଏସଆଇ ଯେତେବେଳେ ତାକୁ ବାଡେଇଲା ତାକୁ ଏସଆଇ ଥିବା ଅବସ୍ଥାରେ ଯେତେବେଳେ ବାଡେଇଲା ସେ କଣ ହେଇଛି ନା ଲୋକମାନେ ତାକୁ କହିଲେ କି ଆକୁ ମାନେ ତୁ କେସ୍ ତୁ ରୋକିବା ପାଇଁକା ସେ ଯେତେବେଳେ ଲୋକ ରୋକୁଛି ତୁ କେସ୍ ରୋକିବା ବିନା ୟୁନିଫର୍ମ ରେ ଅଛନ୍ତି ତ ଯେହେତୁ ତ ତାକୁ ହଁ ବିଶ୍ୱାସ କଲାନି ତୁ କେସ୍ ତତେ କଣ ତୋ କଥା କଣ ମାନିବୁ ବାନ୍ଧି ଦେଇଥିଲେ। ପିସିଆର ଫାଷ୍ଟ ପିସିଆର ଆସିବା ଭିତରେ ହିଁ ପୂର୍ବରୁ ହିଁ ତାକୁ ବାନ୍ଧି ଦେଇଥିଲେ ମୋ ଆଡିକି ଆସିଥିଲେ ହାତ ବାନ୍ଧିବା ପାଇଁ। ମତେ ଯେହେତୁ ରୋକିଦେଲେ ସେଠି ଯୋଉ 6-7 ଜଣ ଥିଲେ ପ୍ରୋଟେକ୍ଟ କରିବା ପାଇଁ ରୋକିଦେଲେ କହିଲେ କି ନାଇଁ ଆକୁ ବାଡାଉନି ଆକୁ ଏଇଠି ପାଇଁ ବସେଇ ଦିଅ ପୋଲିସକୁ ଡାକ ବୋଲିକା। ତ ସେଠି ପୋଲିସକୁ ଡାକିବା ଭିତରେ ମତେ ସେଠି ବସେଇ ଦେଇଥିଲେ କହିଲେ ଏଠି ଠିଆ ହ ପିସିଆର ଆସୁଛି। ମୁଁ ସେଠି ପିସିଆର ଆସିଲା ଭିତରେ ମୁଁ ଠିଆ ହେଇଥିଲି। ତାପରେ ସେ ଏସଆଇ ଆସିଲା ଏସଆଇ ସେଠି କଣ କହିଲା କି ତାକୁ ଟେକି ନେଇ ଚାଲ। ତାର ଯୋଉ 5-6 ଜଣ ସେଠି ମେମ୍ବର ଥିଲେ ଲୋକମାନେ ଚିହ୍ନା ପରିଚୟ ଥିଲେ ଯିଏ କହିଲେ କି ତାକୁ ଟେକି ନେଇ ଚାଲ। ଟେକି ନେଇକି ମାନେ ଯେତେବେଳେ କହିଲେ ସେ ଛଟପଟ ହେଲା ଯେତେବେଳେ ତାର ଯୋଉ ଦଉଡିରେ ବନ୍ଧାବନ୍ଧି କରିଦେଇଥିଲେ ତା ଭିତରେ କଣ କଲେ ଗୋଟେ ବାଉଁଶ ପୁରେଇଲେ ସେଟା ହଉଛି ଏସଆଇ ର ପ୍ଲାନ୍ ଥିଲା ସେଟା ହେଲା। ଆଉ କିମ୍ବା ସେ ଲୋକ ଯୋଉ 6-7 ଜଣ ଥିଲେ ସେମାନେ କଣ କଲେ ଟେକିଲେ ସେ ବାଉଁଶ ତା ଭିତରେ ପୁରେଇକି ହାତ ଭିତରେ ଗୋଡ ଭିତରେ ପୁରେଇକି ତାକୁ ଟେକିଲେ। ସେ ଛଟପଟ ହଉଥିଲା ତାକୁ ଧରିବା ଭିତରେ ସେ ଛଟପଟ ହଉଥିଲା ଯେତେବେଳେ ତ ସେ ସେତେବେଳକୁ ତାକୁ ଧରି ପାଇଲେନି ଯେମିତି ସେ କଣ କଲେ ତାକୁ ବାଉଁଶ ଭିତରେ ପୁରେଇକି ତାକୁ ବାଉଁଶରେ କାନ୍ଧୁଅ କରିକି ତାକୁ ନେଇକି ଗଲେ ଉପରକୁ। ତ ସେ ଯୋଉ ବୋଲରରେ ପୁରେଇଲେ ବୋଲରରେ ଜାଗା ହେଲାନି ମାନେ ଛଟପଟ ହେଲା ଖାଲି ବୋଲରରେ ଜମା ରହିଲାନି। ତ ବୋଲର ଯେତେବେଳେ ରହିଲାନି ତାକୁ ସେଠୁ କଣ କଲେ 108 ଡାକିବା ପାଇଁ କହିଲେ। ସେ କହିଲେ କି 108 ଆସିଲେ ଲେଟ୍ ହବ ସେ ଏମିତି ହଉଛି ଏଠି ରୋଡରେ ତମାଶା କରିବାକୁ ଆମେ ଚାହୁଁନୁ। ସେ ଏସଆଇ କଣ କଲା ନା 407 ଡାକିକି 407 ସେଠି ରୋଡ ଯାଉଥିଲା 407 ଉପରକୁ ଟେକିକି ଫୋପାଡ଼ିଦେଲା। ଏତିକି ତ ତାପରେ ଫୋପାଡ଼ିଦେଲା ପରେ ତ ସେଠୁ ଗଲା ବାଳ କାଟିଗଲା ଆଉ ତାପରେ ମତେ ନେଇକି ଥାନାରେ ରଖିଦେଲେ। ରେସ୍କ୍ୟୁ ଯଦି ପିସିଆର ଫାଷ୍ଟ ପିସିଆର ଆସିଲା ସିଏ ରେସ୍କ୍ୟୁ କରିପାରିଥାନ୍ତା ତ ସେ ପିସିଆର ରେସ୍କ୍ୟୁ କଲାନି। ସେ ଆସିକି ଲେଖା ଲେଖି କଲା ସେଠି 40-50 ଲୋକ ଥିଲେ ତାକୁ ବାଡିଆ ବାଡି କଲେ। ସେଇ ପିସିଆର ଯୋଉ ଲୋକ ଥିଲେ ଯୋଉ ମାନେ ମେମ୍ବର ଥିଲେ ତାଙ୍କ ମାନଙ୍କ ଆଗରେ ବି ସେଠି ମାନେ ଲୋକମାନେ ବାଡଉଛନ୍ତି। ସେ କନେଷ୍ଟବଳ ଭାବୁଛି ଫୋନ ବାହାର କରୁଛି ମାନେ ଭିଡିଓ କରିବ କି କଣ କରିବ କିନ୍ତୁ ସେ କରୁନାହିଁ ଡରିକି କାଳେ ତା ଉପରେ ବାଜିଯିବ ବୋଲିକା। ହଁ ସେଇଟା ମତେ ଲାଗୁଛି କାରଣ ସେ ଭିଡିଓ କରିବା ପାଇଁ ଆଗଉଥିଲା ପୁଣି ବନ୍ଦ କରିଦଉଥିଲା ମାନେ କଣ ତାପରେ ଭିଡିଓ ବି କରିଛି କିନ୍ତୁ ଫୋନ ଟାକୁ ତଳ ମୁହଁ ଧରିକି ମୁଁ ଦେଖିଛି ଭିଡିଓ କରିବାରେ। ସେ କନେଷ୍ଟବଳ ଯିଏ ମୋ ବାଇକ୍ ଟାକୁ ନେଇକି ଗଲା ମତେ କହିଲା ଗାଡି ଚାବି ଦେ। ମୁଁ କହିଲି ସାର୍ ମୋ ପାଖରେ ଗାଡି ଚାବି ନାହିଁ। ସେଠି ଲୋକ ଗୋଟେ ଥିଲା ସେଠି ଲୋକଟା କହିଲା କି ମୋ ପାଖରେ ଗାଡି ଚାବି ଅଛି। ଗାଡି ଚାବି କହିକି ଦେଲା ତାକୁ। ତ ମୁଁ ତାକୁ ପଚାରିଲି ମୁଁ କହିଲି ଆଉ ଠିକ ଅଛି ମୋ ଗାଡି ମୋର କିଛି ଅସୁବିଧା ନାହିଁ କାରଣ ମୋର ତ କିଛି ଭୁଲ ନାହିଁ କି କିଛି ନାହିଁ କାରଣ ଲୋକ ମତେ ପ୍ରୋଟେକ୍ଟ କରିବେ କାରଣ ତାକୁ ବାଡିକି ମାରି ଦେଇଛନ୍ତି ମତେ କିଛି ଛୁଇଁ ନାହାନ୍ତି ମାନେ କଣ 40-45 ମିନିଟ୍ ଆଜ୍ଞା 6 ମିନିଟ୍ ସେ ମନକୁ ମନ ଦୌଡ଼ିକି ପଳେଇଲା। ନାଇଁ ସେ ମନକୁ ମନ ସେଠି ଯେତେବେଳେ ମାନେ ଝିଅ ଉପରେ ଆଟାକ୍ କଲା ଯେତେବେଳେ ତାକୁ ଯୋଉ ଛଡେଇ ଗଲି ସେତେବେଳେ ସିଏ କଣ କଲା ନା ମାନେ କଣ ଟିକେ ତା ମୁଣ୍ଡକୁ ବାତ ଫାତ ମାରିଥିଲେ କି କଣ କରିଥିଲେ ତାଙ୍କର ସେ କଣ ହେଇଥିଲା ସେ ଦୌଡ଼ିଲେ ବିଲ ଭିତରକୁ। ନାଇଁ ଆଟେଣ୍ଡ ଟୁ ରେପ୍ କିଛି ବି ନୁହେଁ। ମୁଁ ମନି ପର୍ସ ପାଇଁ ଆମେ ଗାଡି ରିଟର୍ନ କରିଥିଲୁ ଯେତେବେଳେ ତାଙ୍କ ମନି ପର୍ସ ପାଇଁ ତାଙ୍କର ଡକ୍ୟୁମେଣ୍ଟ ଥିଲା ତାଙ୍କର କ୍ୟାଶ ଥିଲା ବୋଲି ମତେ କହିଲେ ଗାଡି ବୁଲା ବୋଲିକା। ତ ସେଠି କାଜୁ ପୋଲ ପାଖରୁ ମୁଁ ଗାଡିଟାକୁ ବୁଲେଇଲି। ଗାଡିଟା ବୁଲେଇଲା ପରେ ସେ ମତେ ସେଇ ପୋଲ ଉପରେ ହିଁ ତାଙ୍କୁ ବାତଟା ମାଇଲା କି କଣ ଟର୍କି ମାଇଲା ହେ କହିକି ଧରିକି ପଛକୁ ଟାଣି ଦେଇଛନ୍ତି। ମୁଁ ଅନକଣ୍ଟ୍ରୋଲ ହେଇକି ଉପରକୁ ନେଇଛି ନା ମୋ ବେକ ମୁଣ୍ଡ ସେମିତି ଧରି ପଛ ଆଡୁ ତ ମୁଁ ତ ଗାଡି ଚଲାଉଛି ଅଲରେଡି ଆମେ ୱେଟର 2 ଜଣ ଯାକ ତ ମୋର ତ ଛୋଟ ଗାଡି MT-15 ଟା ତ MT-15 ଟା କଣ ଅନକଣ୍ଟ୍ରୋଲ ହବ ଅବଭିୟସଲି ହବ। ତ ହ୍ୟାଣ୍ଡେଲ ଛାଡିଦେଲି ଛାଡିଦେଲି
ମୋ ହାତଟା ଧରିକି ଭିଡ଼ିଲି ତ ହାତଟା ମୁଁ ସେତେବେଳେ ସେ ଝିଅକୁ ଦେଖିବି ନଥିଲି ସେ ଦିଟା ଝିଅଙ୍କୁ ହେଲା କି ସେ ଦିଟା ଝିଅ ସାଇଡରୁ ଆସିଲେ ତାଙ୍କ ମୋ ଗାଡ଼ିଟା ନେଇକି ତାଙ୍କ ଦେହରେ ମାଡ଼ ହେଲା ପରେ ଦି ଜଣ ଯାକ ମାନେ ସ୍ଲୋରେ ପଡୁଛୁ କିଛି ଖଣ୍ଡିଆ ଖାବାର ନାହିଁ 30-40 ସ୍ପିଡରେ ଥିଲା ଗାଡି 20-30 ସ୍ପିଡରେ ବାସ୍ ପୋଲ ଉପରେ ଉଠୁ ହିଁ ଥିଲୁ ନା କିସ୍ କରିବା ପାଇଁ କିସ୍ କରିବା ପାଇଁ କିଛି ବି ସେଟା ଚେଷ୍ଟା କରିନାହାନ୍ତି ଆଟେଣ୍ଡ କରିନାହାନ୍ତି ବାସ୍ ଏତିକି ଆଟେଣ୍ଡ କରିନାହାନ୍ତି ବାଡିଆ ବାଡି ପାଇଁ ଆଟେଣ୍ଡ କରିଥିଲା ବାଡେଇ ବି ଥିଲା ବାସ୍ ନା ଏଇଟା ମିଛ ଏଇଟା ପୁରା ମିଛ ଏଇଟା ମୁଁ ଶୁଣିନି ବି ସେଇଟା କଥା ତାପରେ ଏଇ କଥା ହେଲା କି ସେ ଯେତେବେଳେ ତାକୁ ଡେଇଁକିରି ସେ ଝିଅକୁ ବାଡିଆ ବାଡି କଲା ଆଜ୍ଞା ମୁଁ ଯେତେବେଳେ ତାକୁ ଛଡେଇ ଦେଲି ସେଇଟା ମୁଁ ଜାଣିନି କାରଣ ସେ ନା ସେଇଟା ମୁଁ ତ ଆଖୁ କଣ ଲାଗିଲା କଣ ନ ଲାଗିଲା ସେଇଟା ସେତେବେଳେ ତା ମୁଣ୍ଡଟା କଣ ଥିଲା ସେ ତ ମତେ ନିଜେ ବେକୁ ଚିପିକି ମତେ ମାରିବା ପାଇଁ ମାନେ ଆଟେଣ୍ଡ କରିଦେଇଥିଲା ନା କାରଣ ମତେ ପଛୁ ଭିଡ଼ି ଦେଇଥିଲା ନା ସେମିତି କିଛି ନଥିଲା ନାଇଁ ସେମିତି କିଛି ନଥିଲା ଆଜ୍ଞା ନାଇଁ ସେତେବେଳେ ଆମେ ପଡିଲୁ ତଳେ ପଡିଲା ପରେ ସେ କଣ ହେଇଛି ନା ତାକୁ ମୁଁ ଯେତେବେଳେ ମୋ ବେକୁ ଛଡେଇଲା ଭିତରେ ସେ ଟୋକା କଣ କରୁଛି ଜମ୍ପ କଲା ଝିଅ ଉପରକୁ ଝିଅକୁ ବାଡେଇଲା କଣ ହେଇଛି କଣ ନାହିଁ ମୁଁ ଜାଣିନି ଖାଲି ବାଡେଇଲା ଜାବଡା ଗୋଟେ ମାଇଲା 2-3ଟା ଜାବଡା ମାଇଲା ନା କୁଣ୍ଡିଆ କୁଣ୍ଡି ପୁଣ୍ଡିଆ ଗୋଟେ କିଛି ନାହିଁ ସେମିତି କିଛି ଆଜ୍ଞା ନା ସେମିତି କିଛି କହିନାହାନ୍ତି ନା ସେତେବେଳକୁ ମାନେ ତାଙ୍କର କଣ ମାନେ ମେଣ୍ଟାଲି କଣ ଥିଲା ମୁଁ ଏଟା ଜାଣିପାରିଲିନି ସେ ଖାଲି ଦାନ୍ତଟାକୁ ଖାଲି ଏମିତି କରିକିରି ମାନେ ସମସ୍ତଙ୍କୁ ସୋଦାଦି କରୁଥିଲେ ସେ ମେଣ୍ଟାଲି ବହୁତ ମାନେ ଇଏ ହେଇଯାଇଥିଲେ କି କଣ ମୁଁ ସେଟା ଜାଣିପାରିଲି ମିନିମମ୍ 70-80 ଲୋକ 70-80 ଲୋକ ଥିଲେ କିନ୍ତୁ 70-80 ଲୋକ ଥିଲେ କିନ୍ତୁ 10-12 ଜଣ ଭଳିଆ ଲୋକ ବାଡଉଥିଲେ ନା ସେଠି କିଏ ପଚାରିବା ମାନେ ସେଠି ଯିଏ ପଚାରୁଥାଏ ତାଙ୍କ ଉପରେ ଲୋକମାନଙ୍କର ଚଢଉ ଲୋକମାନେ ତାଙ୍କ ଉପରେ ଚଢି ଯାଉଥିଲେ ଯେହେତୁ ମତେ ଗଙ୍ଗେଶ୍ୱର ଗଡର 2-4ଟା ଭାଇ ଆସିକିରି ଯେତେବେଳେ ଘଣ୍ଟେ ପରେ ଆସିକି ମତେ ଯେତେବେଳେ ରକ୍ଷା କଲେ କି ପ୍ରୋଟେକ୍ଟ କଲେ କି ମୋ ପାଖରେ ଠିଆ ହେଲେ ଯେତେବେଳେ ମୋ ପାଖକୁ ବାଉଁଶ ଉଠିଲା ବାଉଁଶ ଯେତେବେଳେ ମୋ ଉପରକୁ ଉଠିଲା କହିଲେ କି ଆକୁ ବାଡାଅ ସେତେବେଳେ ସେ ଭାଇ ହେରିକା ମତେ ଯେତେବେଳେ ଆସି ପ୍ରୋଟେକ୍ଟ କଲେ ତାଙ୍କ ସହିତ ଲୋକମାନଙ୍କର ଝଗଡା ତାଙ୍କ ସହିତ ଝଗଡା ହେଇଥିଲା ସେ ନେଇଥିଲେ ଆଜ୍ଞା ସେ ନେଇଥିଲେ ତାଙ୍କ ବଡିରୁ ବାହାର କରିଦେଇଥିଲେ ତାଙ୍କର ଗୋଟେ ଅପରେସନ ହେଇଥିଲା ଏଇ ମାସେ ତଳେ ସେଟା ସେ ବଡିରୁ ବାହାର କରିଦେଇଥିଲେ କଣ ମତେ ଲାଗୁଥିଲା ମୁଁ ଏତେ ଜାଣିନି ଏତେ ମାନେ ଇଏରେ ଜାଣିନି କନଫର୍ମରେ ମୁଁ କହିପାରିବିନି କାରଣ ମୁଁ ତ ତାଙ୍କ ପାଖରେ ରହିନଥିଲି ମାନେ ଏବେ ହେଲା କି ମୁଁ ଆଗରୁ ଥିଲି ତାଙ୍କ ପାଖରେ ସେଥିରେ ନଲେଜ ବୋଲି ମୋର ଏତେ ନାହିଁ ସେଇଟା ଏତେ ନଲେଜ ନାଇଁ ସେ ଯୋଉ ଲୋକମାନେ ଯୋଉ ବାଡାବାଡି କରୁଛନ୍ତି ସେ ଲୋକମାନଙ୍କର ଦେଖ ମୁଁ ସେଥିରେ ଯୋଉ ଟେନସନ ଥିଲି ମୁଁ ସେ ଲୋକମାନଙ୍କର ମୁହଁ ତ ବେଶୀ ଇଏରେ ଦେଖିପାରିନି ଯଦି ଭିଡିଓ ବଗେରା ସମସ୍ତଙ୍କର ହେଇଛି ଆଉ ଭିଡିଓ ଆଜି ନହେଲେ କାଲି ଯାହା ହେଲେ ବାହାରିବ ଆଉ ସେ ଲୋକମାନଙ୍କୁ ମାନେ ଦଣ୍ଡ ମିଳିବା ଦରକାର କାରଣ ଇଏ ଗୋଟେ ଲୋକ ଆର କିଛି ବି ଦୋଷ ନାହିଁ ଯଦି ବି ସେ ଝିଅ ଉପରେ ଚଢିକି ତାକୁ ବାଡେଇଲା 2 ଚଟଣା ତମେ ସେଠି ରଖିଥାନ୍ତ PCR କୁ ଡାକିଥାନ୍ତ ଠିକ ଥିଲା ଯଦି ଏ ପାଗଳା ବାଗିଆ ହଉଛି ଠିକ ଅଛି ତା ହାତ ଗୋଡେ ବାନ୍ଧି ଦେଇଥିଲ ଠିକ ଅଛି ଯଦି ପାଗଳା ବାଗିଆ ଛଟପଟ ହଉଥିଲା ତମେ ତା ହାତ ଗୋଡେ ବାନ୍ଧି ଦେଇଥିଲ ଠିକ ଥିଲା ତାପରେ ଏମିତି ତା ମୁହଁକୁ ପୁରା ବାଡଉଥିଲେ ଗୋଇଠା ତା ମୁହଁକୁ ଗୋଇଠା ବାଉଁଶ ଫାଳିଆରେ ତା ପିଠିଏ ମାଟ ଏଇଟା କେତେ ଦୂର ଠିକ ଥିଲା ଯିଏ ଆସୁଥିଲା ତା ମୁହଁକୁ ଗୋଇଠା ମାରୁଥିଲା PCR ସେ SI ଆସିଛି ବିନା ୟୁନିଫର୍ମରେ ସିଏ ବି ଗୋଟେ ସାର୍ ମାନେ ତମେ ବି ଗୋଟେ ବିଶ୍ୱାସ କରିବନି ବିନା ୟୁନିଫର୍ମରେ ଆସିଛି ଏଇଥିର କଥା ସିଏ ଆସିକି ତାକୁ କହୁଛି ଆଉ ତା ଉପରେ ଚଢିଗଲାନି ସେତେବେଳକୁ ସେ ଲୋକ ଉପରେ ମାନେ ସୌମ୍ୟ ଯିଏ ମଲା ତା ଉପରେ ଚଢି ଯାଇଥିଲା ତା ଗୋଡ ଉପରେ ସେ SI କି କଣ ହଁ ବିନା ୟୁନିଫର୍ମରେ ଅରୁପ ସାର୍ ଯିଏ ସେ ଆସିକି ଚଢି ଯାଇଥିଲା ତା ଉପରେ ଡାଇରେକ୍ଟ ସେ ଲୋକଙ୍କ ଉପରେ ଆଜ୍ଞା ଯୋଉମାନେ ସବୁ ୟୁନିଫର୍ମରେ ଥିଲେ ସେମାନେ ୟୁନିଫର୍ମରେ ସବୁ ପଛରେ ସବୁ ଠିଆ ହେଇଥିଲେ ଆଗକୁ ମାତ୍ର 2 ଜଣ ଥିଲେ ଗୋଟେ କନେଷ୍ଟବଳ ଆଉ ଗୋଟେ ଆଉ ଜଣେ ସାର୍ ଥିଲେ ସେ ସାର୍ ଲେଖାପଢା କରୁଥିଲେ ସେ ଲେଖାପଢା କରିବା ଟାଇମରେ ହିଁ ଲୋକମାନେ ବାଡଉଥାନ୍ତି କିଛି କରିପାରୁନଥାଏ ସେ କିଛି କହୁନଥାଏ ହଁ ଆରାମସେ କ୍ରାଉଡଟାକୁ ସେ ଆରାମସେ ଇଏ କରିପାରିଥାନ୍ତେ ଡରେଇଥାନ୍ତେ ନହେଲେ ତ ସେ ପୋଲିସ ଫୋନ ଯଦି ବାହାର କରି ଭିଡିଓ ଅନ୍ କରିଥାନ୍ତେ ଲୋକ ସବୁ କ୍ରାଉଡ ଖଟି ଯାଇଥାନ୍ତେ ସେ ଭିଡିଓ ବି ଅନ୍ କଲାନି ତଳ ମୁହାଁ ଧରିକି ରହିଲା ଭିଡିଓଟା ସବୁ ଷ୍ଟେଟମେଣ୍ଟ ସବୁ କହିଦେଇକି ଆସିଛି ସେଇଠି ଆଉ ସେଠି ଯୋଉ ସବୁ କଥା ସେଇ କଥା ଆପଣ ଯୋଉ ସବୁ କଥା ପଚାରୁଛନ୍ତି ସେଇ କଥା ହିଁ ଡିଟୋ ପଚାରୁଛି ମତେ ସେ ନାଇଁ ଏଇଟା କିଛି ଆଲିଗେସନ ନୁହେଁ ଏଇଟା ତାର କିଛି ଭୁଲ ନାହିଁ ସେ ଝିଅ ମାନେ ସବୁ ଏମିତି କହିକି ତାକୁ ଫସିବା ପାଇଁ ଚାହୁଁଛନ୍ତି କିନ୍ତୁ ଯଦି ଝିଅ ମାନଙ୍କର ଯଦି ଠିକ ଅଛି ଝିଅ ମାନଙ୍କର କଥା ଠିକ ଅଛି ତାହେଲେ ଝିଅ ମାନେ ମୁହଁ ଖୋଲିକି କଣ ପାଇଁ କହୁନାହାନ୍ତି ତା ମୁହଁଟା କପଡା ବାନ୍ଧୁଛନ୍ତି କଣ ପାଇଁକା
সেটা আইডেন্টি କ୍ରାସ୍ କଣ ପାଇଁ ହବ କାହିଁକି ହବ ଯଦି ତମ ଉପରେ ଯଦି ଅତ୍ୟାଚାର ହେଇଛି ତାହେଲେ ତମ ଆଇଡେଣ୍ଟି ତମେ ଯେମିତି ଦେଖୁଛ ଯଦି ଅତ୍ୟାଚାର ହେଇଛି ତାହେଲେ ଏଠି ଗୋଟେ ପିଲାଟା ମରିଗଲାଣି ଏମିତି ତମ ଆଇଡେଣ୍ଟି କ୍ରାସ୍ ହବା ପାଇଁ ତମେ ତମ ମୁହଁଟାକୁ ଲୁଚେଇବ ଅସୁରକ୍ଷିତ ମନେ କରୁଛି ଗୋଟେ ଝିଅ ପୁଅ ହଠାତ୍ ଆସୁଛି ତା ଉପରୁ ମାଡି ବସୁଛି ସେ ଅବଭିୟସଲି ଠିକ ଅଛି ମାଡି ବସୁଛି ହଉ ଠିକ ଅଛି ତମରି କଥା ମାଡି ବସୁଛି ଯଦି ସେ ମାଡି ବସୁଥିଲା ତାହେଲେ ତମେ ସେଠି ରହିଲନି ଲୋକମାନଙ୍କୁ ଡାକିକିରି ଗୁଣ୍ଡ କଲନି ତାକୁ ବାଡା ବାଡି କଲନି ତମେ ସେଠୁ ଦୌଡ଼ିକି ପଳେଇଲ କଣ ପାଇଁକା ଝିଅମାନେ ନଥିଲେ ନା ଚିହ୍ନା ପରିଚୟ କିଛି ନୁହେଁ ମୁଁ ଜାଣିନି ସେଟା ଚିହ୍ନା ପରିଚୟ କିନ୍ତୁ ତାଙ୍କ ଘର ବି ସେପଟକୁ ଆମ ଘର ଏଠୁ 15 କିଲୋମିଟର ପରେ 16 କିଲୋମିଟର ପରେ ଆମର ସେଟା ଗଣ୍ଡଗୋଳଟା ହେଲା ସେଠି ହେଲା କି ମାଡ ହେଇଛି ତାଙ୍କ ସହିତ ବାସ୍ ଖାଲି ସେ ଗାଡିରୁ ପଡିଛି ପଡିଲା ଭିତରେ ହିଁ ତାକୁ ବାଡା ବାଡି କରିଥିଲା କିଛି ତ ସେଇ ବାଡା ବାଡି ମାତ୍ର ହଁ 3-4ଟା ଚଟକଣା ବଜେଇଥିବ ଆଉ ଯାହା ତଳେ ପଡିକି ଖଣ୍ଡିଆ ଖାବରେ ତାଙ୍କର ହେଇଛି ଆଉ ନହେଲେ ବେଶୀ କିଛି ହେଇନି ନା 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 କୁଣ୍ଢିଆ କୁଣ୍ଢି କିଛି କରିନି ଖାଲି ତା ଆଗରେ ଠିଆ ହେଇକି ତାକୁ ବାଡେଇଛି ତାକୁ ଏତିକି ଖାଲି ମତେ ଯେହେତୁ ତଣ୍ଟି ଫଣ୍ଟି ଚିପିଲା ମତେ ବି ଏଠି ମାଇଲା ନାଇଁ 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 ସେ କହିଛି ଠିକ ଅଛି କହିଛି ହଁ ନା ନା ସବୁ ଭୁଲ କହିଛି ସେ ସବୁ ବାସ୍ 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 ଆପଣ ବି ଯାଆନ୍ତୁ ଟିକେ ଆପଣ ମାନେ ବି ଟିକେ ଯାଆନ୍ତୁ ତାକୁ ଟିକେ ଭଲସେ ପଚାରନ୍ତୁ କଣ ହେଇଥିଲା କଣ ତମ କଥାବାର୍ତ୍ତା ତ ସମସ୍ତଙ୍କ ଆଗରେ ଗୋଟେ ଆଗରେ ଠିକ ରହୁନାହିଁ ତ ସମସ୍ତଙ୍କ ଆଗରେ ପଚାରନ୍ତୁ କାରଣ ଆମ ପିଲାଟା ମୋ ମାନେ ସେ ମୋ ମାମୁଁ ହିସାବରେ ରହିବେ ମୋର ଗୋଟେ ଗାଁର ସିଏ ତାକୁ ବି ନାଁ ମିଳିବା ଦରକାର ଏମିତି କେମିତି କଥା ହେଇପାରିବ ମୁଁ ଛୁଆ ବେଳୁ ମୋ ଗୋଟେ ଗାଁର ଭାଇ ନାଇଁ ଲଭ୍ ରିଲେସନସିପ ବିଷୟରେ ସେଇଟା କେମିତି କହିବେ ସେ ମୋଠୁ 32 ବର୍ଷ ସେ 32 ମତେ 20 ବର୍ଷ ମାତ୍ର ମୁଁ ତାଙ୍କୁ ଗୋଟେ 12 ବର୍ଷ ସାନ ସେ ମତେ ଥୋଡ଼ି ତାଙ୍କ ଲଭ୍ ଆଉ ପ୍ରାଇଭେଟ ରିଲେସନସିପ ବିଷୟରେ ମତେ କହିବେ କିଛି ସେଇଟା ଥୋଡ଼ି ତାଙ୍କ ପ୍ରାଇଭେଟ ମ୍ୟାଟର ଉପରେ ମତେ କହିବେ କି ସେଇଟା ଜିନିଷଟା ସେଇଟା ପଚାରିକି ସେଇ ଜିନିଷଟା ତା ଉପରେ ସେଇଟା କଣ କାମ ବୁଝିପାରୁଛନ୍ତି ଦରକାର ଶୁଣନ୍ତୁ ଆପଣ ଯଦି ଯୋଉ ଗ୍ରୁପ ଆସିକି ଯୋଉ ଗ୍ରୁପ ହେଇକି ଆସିକି ଯୋଉ ମତେ ପଚାରୁଛନ୍ତି ଏ କଥାଟା ମୁଁ କହୁଛି ଆପଣଙ୍କୁ ଆପଣ ମତେ ସିଙ୍ଗଲ ବି ଆସିକି କହିବେ ମୁଁ ନ ଡରିକି ବି ଆପଣଙ୍କୁ ସବୁ କଥା କହିବି ଠିକ କଥା କିନ୍ତୁ ସେ ଦିଟା ଝିଅକୁ ଡାକନ୍ତୁ ଗୋଟେ କରି ଅଲଗା ଅଲଗା ହେଇକି ଗୋଟେ ରୁମ ରେ ବସିକି ପଚାରନ୍ତୁ ହେଲା କି ସେ ରୁମ ରେ ପଚାରନ୍ତୁ ଦେଖିବା ସେ ଝିଅ ଦି ଜଣ କେତେ ଦୂର ଠିକ କହୁଛନ୍ତି ଆପଣ ଏଇ ଷ୍ଟେଟମେଣ୍ଟଟା ନ ଦେଇକି ଯୋଉ ଭିଡିଓଟା ନ ଦେଇକି ନ ଛାଡିକି ଏବେ ଡାଇରେକ୍ଟ ଯାଆନ୍ତୁ ସେ ଦିଟା ଝିଅକୁ ଅଲଗା ଅଲଗା ଧରିକି ପଚାରନ୍ତୁ କଣ ହେଇଥିଲା ସେ ଷ୍ଟୋରି ଦେଖିବା ସେ ଦି ଜଣ ଝିଅ ଭିତରୁ କିଏ କଣ କହୁଛି ବର୍ତ୍ତମାନ ଆପଣଙ୍କୁ ଲୋକ ଦେଖୁଛନ୍ତି କାଲିର ଷ୍ଟେଟମେଣ୍ଟ ବି ସେ ପୀଡ଼ିତାଙ୍କର ଦେଖୁଛନ୍ତି ଆପଣଙ୍କୁ ଏବେ ଲୋକ ଦେଖୁଛନ୍ତି ଆପଣ ଲୋକଙ୍କୁ କଣ ସେ ଘଟଣା ବିଷୟରେ କହିବେ କଣ ହେଇଥିଲେ ହୁଏତ ସମୟ ବଞ୍ଚି ଯାଇପାରେ ନା କଣ କିଏ ମିଛ କହୁଛି କିଏ ସତ କହୁଛି କଣ ହେଇଥିଲେ ନ ହେଇଥିଲେ ସେତେବେଳେ ତ କଣ ହେଇଥାନ୍ତା ନ ହେଇଥାନ୍ତା ସେତେବେଳେ କାହାର ବି ମୁଣ୍ଡରେ ପଶିବନି ସେଟା ତମେ ବି ଜାଣିଛ କାରଣ ତମେ ବି ଯଦି ସେ ସିଚୁଏସନରେ ଥାନ୍ତା ତମ ମୁଣ୍ଡ ବି କାମ କରିନଥାନ୍ତା ହେଲା କି ତ ମୋ ମୁଣ୍ଡ ବି ସେଠି କିଛି କାମ କଲାନି ଯେତେବେଳେ ମୁଁ ସେତେବେଳେ ଦେଖିଲି କି ମାନେ ମୋର ଗୋଟେ ନିଜ ପିଲାଟାକୁ ବାଡଉଛନ୍ତି ଏତେ ଲୋକ ଆସିକିରି ଆଉ କେବଳ ମୋ ନିଜକୁ ମୁଁ ଡିଫେନ୍ସ କରିବା ପାଇଁ ମୁଁ ସେଠି କିଛି ପାଟି କଲିନି ଯଦି ମୁଁ ବି ପାଟି କରିଥାନ୍ତି ତାହେଲେ ମୋର ବି ଆଜି ବଢି ଯାଇଥାନ୍ତା ତା ସହିତ କାରଣ ଲୋକମାନଙ୍କର ରାଗ ଆଉ ସେ ଯୋଉ ଖରାରେ ଯୋଉ ଲୋକମାନଙ୍କର ରାଗ ତମତମ ହେଇକି ଥିଲେ ଲୋକମାନେ ତାକୁ ଯୋଉ ବାଡେଇଛନ୍ତି ଯୋଉ ଇଏରେ ତା ଆଖି ପାଖି ଫଟେଇ ଦେଇଛନ୍ତି ବାଡେଇ ଗୋଇଠା ବୋଇଠା ତ ସେ ଜାଗାରେ ଯଦି ମୁଁ ବି ଯଦି ତାକୁ କଣ୍ଟ୍ରୋଲ କରିବା ପାଇଁ ଯାଇଥାନ୍ତି ତାହେଲେ ମତେ ହିଁ ମାଡ଼ ହେଇଥାନ୍ତା ସେଥିପାଇଁ ମୁଁ ପାଟି ଖୋଲି ନାହିଁ ହଁ କରନ୍ତୁ ହଁ ଏଇଟା କରିବା କଥା କରନ୍ତୁ କିଛି ଅସୁବିଧା ନାହିଁ ହଁ ବାସ୍ ଲୋକମାନେ ସେଟା ବେଶୀ ଆଇନ ହାତକୁ ନେଲେ ସେଠି 4-5 ଜଣ 7-8 ଜଣ ଲୋକ ଥିଲେ ଭାଇ ସେଠି ପୁରା ଷ୍ଟାର୍ଟିଂ ରୁ ଏଣ୍ଡ ପର୍ଯ୍ୟନ୍ତ ଯୋଉମାନେ କି ସେମାନେ ମତେ ପ୍ରୋଟେକ୍ଟ କଲେ ନହେଲେ ତ ମୁଁ ବି ସେଠି ମାଡ଼ ଖାଇଥାନ୍ତି ଆଉ ଏ ମୁଁ ନିଶାରେ ନଥିଲି ଠିକ ଅଛି ମୁଁ ତ ନିଶା ଫିସା ମାନେ ଇଏରେ ନିଶା ଫିସା କିଛି ଖାଏନି ଆଜ୍ଞା ନା ତାକୁ ବାତ ମାରିଛି କି କଣ ସେ ଟିକେ ମାନେ ବେଶୀ ମାନେ ଇଏ ହେଇଯାଇଥିଲେ ଆଜ୍ଞା ସେ ବହୁତ ମାନେ ଏମିତି ଚିହିଁକି ଯାଉଥିଲେ ସବୁ 9ଟା 9:30ରେ ଆସିଲେ ଜିମ୍ ଆଉ ଆମେ ଏଠୁ ସେ 9:30 10ଟା ସୁଦ୍ଧା ହିଁ ବାହାରି ଗଲୁ ମୁଁ ୱାର୍କଆଉଟ୍ କରୁଥାଏ ମୋ ବଡି ମାନେ ପୁରା ଝାଳନାଳ ହେଇକି ୱାର୍କଆଉଟ୍ କରୁଥାଏ 7:30 ଘରୁ ଏଠୁ ବାହାରିଥିଲି 7:30 ଖାଇ ବିନା ଖାଇବା ପିଇବାରେ ଯାଇଥିଲି ୱାର୍କଆଉଟ୍ କରୁଥିଲି ସେଠୁ ମତେ ନେଇକି ଗଲେ କହିଲେ ଚାଲ ଯିବା ସେଠି ଆମେ ମିନିମମ୍ ଟାଇମ୍ ଦେଖିଛି 10:50 11ଟା ଭିତରେ ଆମେ ପହଞ୍ଚିଲୁ ସେଠି ମାନେ ସେ ଜାଗାରେ ଯୋଉ ଯେତେବେଳେ ଝଗଡ଼ା ଷ୍ଟାର୍ଟ ହେଇଗଲା 12:50 ଆଉ 12:20 12:20-25 ପର୍ଯ୍ୟନ୍ତ ତାକୁ ବାଡିଆ ବାଡି ଚାଲିଥିଲା ସେ ଲୋକମାନଙ୍କୁ ଧରାଯିବା ଦରକାର ସେ ଯୋଉ ଲୋକମାନେ ଯୋଉ ମାରିଛନ୍ତି ମାନେ ଯୋଉ ବାଡିଆ ବାଡି କରୁଛନ୍ତି ସେମାନଙ୍କର ବି ଗୋଟେ ମାନେ ସେମାନଙ୍କୁ ଧରିବା ଦରକାର ଆଗ ପୋଲିସ ଆଜ୍ଞା